Okay, good evening, student. Again, समस्त question voice clear ଅଛି? No issue. Everything is clear. तो आज क्लास को स्टार्ट करियो. देखो तो आज क्लास वन ऑफ द मोस्ट इंपोर्टेंट क्लास कहबो समस्त पिलामान ପାଇଁ କାହିଁକି ନା ଆଜିର କ୍ଲାସ୍ ରୁ ମୁଁ ଷ୍ଟାର୍ଟ କରୁଛି କରେଣ୍ଟ ବେସ୍ ରେ जीएस ର କ୍ଲାସ୍. ଯେମିତି କି ତୁମେ ଦେଖିଥିବ ଏ ବର୍ଷ ଏକ୍ସାମ ରେ ତୁମର 70 to 80% क्वेश्चन जीएस 1 2 3 ତିନିଟାକ जीएस ର ସମସ୍ତ क्वेश्चन डायरेक्ट करेंट ରୁ ପଚାରିଛେ. ତ ଆମେ ଏଇ ଯୋଉ ସେସନ କୁ ରଖୁଛେ ଯୋଉଟାକ ସବୁ ଇମ୍ପୋର୍ଟାଣ୍ଟ ଟପିକ ରହୁଛି କରେଣ୍ଟ ସହିତ ସେପାରେଟ ୱାଇଜ ମୁଁ ତୁମମାନଙ୍କ ସହିତ ଡିସ୍କସନ କରିବି ଆଫ୍ଟର କ୍ଲାସ୍ ପରେ. ଯେଉଁମାନେ ଆଦିତ୍ୟ ଏକାଡେମୀର ଓଏସ୍ ବ୍ୟାଚ୍ ଜଏନ୍ କରିଛ ସେ ବ୍ୟାଚ୍ରେ ଏ କ୍ଲାସ୍ର ପିଡିଏଫ୍ ସହିତ ରେକର୍ଡିଂ କ୍ଲାସ୍କୁ ଅପଲୋଡ୍ କରିଦେବି. ସମସ୍ତେ କ୍ଲିୟର ଅଛ? ଏ କ୍ଲାସ୍କୁ ଆଜି ଲାଷ୍ଟ ପର୍ଯ୍ୟନ୍ତ ମାନେ ଦେଖିବ, ତାପରେ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆମେ ଡିସ୍କସନ କରିବା. ଓକେ, আচ্ছা ସମସ୍ତଙ୍କୁ କ୍ଲିୟର ହେଉଛି ଆଜି ଟପିକ? ଆଜି ଯୋଉ ଟପିକ ଉପରେ ମୁଁ ଡିସ୍କସନ କରିବି ସମସ୍ତଙ୍କୁ କ୍ଲିୟର ଅଛି? ପୁରା କ୍ଲିୟର? ଓକେ, ତ ଆଜିର ଯୋଉ ଟପିକ ଅଛି ଏ ଟପିକ ହେଉଛି ଜିଏସ୍ 3 ର ପର୍ଟିକୁଲାର ସିକ୍ୟୁରିଟିକୁ ନେଇକି. ତୁମେ ଜାଣିଛ ଜିଏସ୍ 3 ରେ କୋଉ କୋଉ ଟପିକ ଆସୁଛି? ତୁମେ ମୁଁ ସବୁବେଳେ ତୁମମାନଙ୍କୁ କହିଦେଲି ଗୋଟେ ଗୋଟେ ମାନେ ଏକ୍ସାମ ମାନେ ତୁମେ ଯେତେବେଳେ ପ୍ରିପେୟାର ହେଉଛ ସବୁବେଳେ ପାଇଁ ଦୁଇ ଜିନିଷ ରଖିବ. ଗୋଟେ ହେଲା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍, ଆଉ ଗୋଟେ ହେଲା ସିଲାବସ୍. ଏ ଦୁଇଟାକୁ ବେସ୍ କରି ପ୍ରିପାରେସନ୍ ସବୁବେଳେ ପାଇଁ କରିବ. ଦେଖିବ ଗୋଟେ ସ୍ମାର୍ଟ ଷ୍ଟଡିର ପ୍ରିପାରେସନ୍ର ବେନିଫିଟ୍ କ'ଣ ନା ଆମେ ସବୁବେଳେ ଜାଣିପାରିବା ଯେ ଆକ୍ଚୁଆଲି ଏ ଯେଉଁ ସ୍ମାର୍ଟ ପ୍ରିପାରେସନ୍ ଆମେ କରୁଛେ କେତେ ସହଜରେ ଗୋଟେ ଗୋଲ୍କୁ ଆଚିଭ୍ କରାହେଉଛି. ଆମେ ଖାଲି ସିଲାବସ୍ ଧରି ପଢ଼ିଲେ ହେବନି କିମ୍ବା ସିଲାବସ୍କୁ ପଏଣ୍ଟ ଅଫ୍ ଭ୍ୟୁ କରି ହେବନି, କିନ୍ତୁ ସିଲାବସ୍କୁ ନେଇକିରି ଯିବାର ଅଛି ତା ସହିତ କରେଣ୍ଟକୁ ବେସ୍ କରିକି. ଓକେ, ତ ତୁମେ ଦେଖିଥିବ ତୁମର ଯୋଉ ଜିଏସ୍ ପେପର 3 ଅଛି, ଆମର ଯୋଉ ଟପିକ ଅଛି ଗୋଟେ ଅଛି ସାଇନ୍ସ ଆଣ୍ଡ ଟେକ୍ ଅଛି, ସାଇନ୍ସ ଆଣ୍ଡ ଟେକ୍ ଅଛି, ଗୋଟେ ଅଛି ଇକୋନୋମିର ଟପିକ ଅଛି, ଆଉ ଗୋଟେ ରହୁଛି କିଏ ନା ତୁମର ଏଗ୍ରିକଲଚର ରହୁଛି, ଆଉ ଗୋଟେ ଅଛି ବାୟୋଡାଇଭର୍ସିଟି ଆଣ୍ଡ ଏନଭାରନମେଣ୍ଟ ରହୁଛି, ବାୟୋଡାଇଭର୍ସିଟି ଆଣ୍ଡ ଏନଭାରନମେଣ୍ଟ ରହୁଛି, ଆଉ ଗୋଟେ ରହୁଛି ସିକ୍ୟୁରିଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ. କ'ଣ ଅଛି? ଡିଜାଷ୍ଟର ମ୍ୟାନେଜମେଣ୍ଟ. ଦେଖ ମୁଁ ଯେତେବେଳେ ଏବେ ପୁରା ଅପ୍ ଟୁ ଏକ୍ସାମ ପର୍ଯ୍ୟନ୍ତ ଆମେ ଏଇ ଫର୍ମାଟକୁ ଆପ୍ଲାଏ କରିବା. ଷ୍ଟାଟିକକୁ ପଢିବା ଯୋଉଟାକି ବ୍ୟାଚରେ ମୁଁ ପଢଉଛି, ତା ସହିତ କରେଣ୍ଟରୁ ଯେକୌଣସି ବି ନ୍ୟୁଜ୍ ଆସିବ ସେପାରେଟ ୱାଇଜ ସେମାନଙ୍କୁ ପଢେଇବି. ଯେମିତିକି ସିକ୍ୟୁରିଟିକୁ ବେସ୍ କରିକି ଗୋଟେ ଯୋଉ ସିକ୍ୟୁରିଟି ଯୋଉ ପାର୍ଟ ରହୁଛି ଆକୁ ବେସ୍ କରି ଗୋଟେ ନ୍ୟୁଜ୍ ଆସିଥିଲା ବାୟୋ ଟେରୋରିଜିମ୍. ବାୟୋ ଟେରୋରିଜିମ୍ ତ ମନେ ରଖିଲେ ଏଇ ଗୋଟେ ୱାର୍ଡ ଶୁଣିଲା ବେଳକୁ କିଛି କିଛି ପିଲା ଆଗରୁ ଏଇ ୱାର୍ଡକୁ ଶୁଣିଥିବ, ଏ ବିଷୟରେ ଆଇଡିଆ ଥିବ, କିଛି କିଛି ପିଲାଙ୍କୁ ଏଟା ନୂଆ ଲାଗିପାରେ, ଯାହାକୁ ଆମେ କହୁଛେ ଜୈବ ଆତଙ୍କବାଦ. ଜୈବ ଆତଙ୍କବାଦ. ତ ଆମେ ଏକ୍ସାମରେ ଟେରୋରିଜିମକୁ ନେଇକିରି ପ୍ରିପେୟାର କରିଛେ, ଆମେ ଏସେ ଲେଖିଲା ବେଳେ ଟେରୋରିଜିମକୁ ନେଇକି ମଧ୍ୟ ଲେଖିଛେ, କିନ୍ତୁ ଆମେ ଯେତେବେଳେ ଶୁଣିଛେ ବାୟୋ ଟେରୋରିଜିମ୍ ମାଇଣ୍ଡରେ ଗୋଟେ କ୍ୱେଶ୍ଚିନ୍ ଆସୁଛି ଯେ ସେ ବାୟୋ ଟେରୋରିଜିମ୍ କ'ଣ? ଏ ଯୋଉ ବାୟୋ ଟେରୋରିଜିମ୍ ଇଟ୍ ଇଜ୍ ଏ ପାର୍ଟ ଅଫ୍ ଏ ସିକ୍ୟୁରିଟି ଜିଏସ୍ 3 ର, ଆଉ ଆକୁ ମଧ୍ୟ ଗୋଟେ ଏସେରେ ମଧ୍ୟ ଆଜ ଏ ପଏଣ୍ଟ କରିକି ଏକ୍ସାମିନର ମଧ୍ୟ କ୍ୱେଶ୍ଚିନ୍ ଦେଇପାରିବ. ଓକେ, ତ ସେଥିପାଇଁ ଇଏ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ ତୁମମାନଙ୍କ ସହିତ ମୁଁ ସେୟାର କରୁଛି. ଏଇଟା ହେଉଛି କରେଣ୍ଟ, ଯୋଉଟାକି 2025 ଡିସେମ୍ବର ମାସର କରେଣ୍ଟ ନ୍ୟୁଜ୍, କାରଣ ମୁଁ ଗୋଟିଏ ବର୍ଷରେ କଭର ଅପ୍ କରିବି ଯାହା ସବୁ ନ୍ୟୁଜ୍. ଆଉ ଏତିକି ତୁମମାନଙ୍କୁ କହିବି ଯେ 70% କ୍ୱେଶ୍ଚିନ୍ ତୁମେ ଏଇ ସବୁ କରେଣ୍ଟକୁ ନେଇକି ଯାହା ଆସିବ ତା ଭିତରେ ହିଁ ପାଇଯିବ. ତ ମୁଁ ଗୋଟେ ମଡୁଲାର କ୍ୱେଶ୍ଚିନ୍ ବନେଇଥିଲି ଯୋଉଟାକି ମୁଁ ତୁମକୁ ଷ୍ଟାର୍ଟିଂରୁ ଦେଇଥିଲି. ମଡୁଲାର କ୍ୱେଶ୍ଚିନ୍ ଏହା ଥିଲା, ହ୍ୱାଟ୍ ଇଜ୍ ବାୟୋ ଟେରୋରିଜିମ୍? ବାୟୋ ଟେରୋରିଜିମ୍ କହିଲେ କ'ଣ ବୁଝିବା, ବା ଜୈବ ଆତଙ୍କବାଦ କହିଲେ କ'ଣ ବୁଝିବା, କେଉଁ ପଦକ୍ଷେପ ଜୈବ ସୁରକ୍ଷାକୁ ସୁଦୃଢ଼ କରିପାରିବ, ଯୋଉ ବା ଷ୍ଟ୍ରେନ୍ଦିଂ ବାୟୋ ସିକ୍ୟୁରିଟି. ଆମର ଯୋଉ ବାୟୋ ସିକ୍ୟୁରିଟି ଅଛି ତାକୁ ଆମେ ଷ୍ଟ୍ରେନ୍ଥ କରିପାରିବା କେମିତି, କେଉଁ ସବୁ ଷ୍ଟେପ୍ ଗ୍ରହଣ କଲେ. ତ ଏ ଯୋଉ କ୍ୱେଶ୍ଚିନ୍ଟାକୁ ମୁଁ ଯୋଉ ଆନାଲିସିସ୍ ତୁମମାନଙ୍କ ସହିତ କରିବି, କ୍ୱେଶ୍ଚିନ୍ ଓରିଏଣ୍ଟେଡ୍ ଯିବେନି, ପୁରା ଡିପ୍ଲି ଆନାଲିସିସ୍ କରିବି. ଡିପ୍ଲି ଆନାଲିସିସ୍ ମାନେ ଆଉ କୋଉ ପଏଣ୍ଟ ଅଫ୍ ଭ୍ୟୁରେ କ'ଣ ହେଇପାରିବ ସମସ୍ତ ପଏଣ୍ଟକୁ ଆଲୋଚନା କରିବି. କିନ୍ତୁ ମଡୁଲାର ଗୋଟେ କ୍ୱେଶ୍ଚିନ୍ ଦେଲି ଯେ ଏଇଭଳି କ୍ୱେଶ୍ଚିନ୍ ଆସିବ, କିନ୍ତୁ ମୁଁ ଯେତେବେଳେ ଡିସ୍କସନ୍ କରିବି ପୁରା ଡିପ୍ଲି ଡିସ୍କସନ୍ କରିବି, ସୋ ଦ୍ୟାଟ୍ କ'ଣ ହବ ତମର ଗୋଟେ ଆଇଡିଆ ଆସିଗଲା. ଯଦି ଏ ପଏଣ୍ଟରେ କ୍ୱେଶ୍ଚିନ୍ ନ ଆସୁଛି ତ ଖାଲି ତମକୁ ବି ପଚାରି ହ୍ୱାଟ୍ ଇଜ୍ ବାୟୋ ଟେରୋରିଜିମ୍ ଆଣ୍ଡ ଇମ୍ପାକ୍ଟ ଇନ୍ ଇଣ୍ଡିଆ, ଏଭଳି କ୍ୱେଶ୍ଚିନ୍ ହେଇପାରିବ. ହ୍ୱାଟ୍ ଇଜ୍ ବାୟୋ ଟେରୋରିଜିମ୍? ବାୟୋ ଟେରୋରିଜିମ୍ କହିଲେ କ'ଣ ବୁଝିବା, ଇମ୍ପାକ୍ଟ ଅଫ୍ ଦ ସୋସାଇଟି ଅଫ୍ ଇଣ୍ଡିଆ, ଭାରତ ସୋସାଇଟି ଉପରେ କ'ଣ ଇମ୍ପାକ୍ଟ ପକାଉଛି, ଏଭଳି ବି କ୍ୱେଶ୍ଚିନ୍ ହେଇପାରିବ. ତା ଅର୍ଥ
ଇଏ ହେଉଛି ଗୋଟେ ମଡୁଲାର କ୍ୱେଶ୍ଚିନ୍। କିନ୍ତୁ ଡିସ୍କସନ୍ କଲାବେଳେ ଆମେ ହୋଲ୍ ପଏଣ୍ଟ ଅଫ୍ ଭ୍ୟୁରେ ଡିସ୍କସନ୍ କରିବା, ତାହେଲେ ଆମେ ଜାଣିପାରିବା ଯେ ଆକ୍ଚୁଆଲି ଜିନିଷଟା କ'ଣ ବା ଆକୁ ନେଇକି କ'ଣ ସବୁ କ୍ୱେଶ୍ଚିନ୍ ହେଇପାରିବ। ଯଦି ମୁଁ ତୁମମାନଙ୍କ ସହିତ ପ୍ରଥମେ ଡିସ୍କସନ୍ କରିବି ଯେ ଆଗ ମାନେ ଫ୍ୟାକ୍ଚୁଆଲ ଡାଟାକୁ ପଏଣ୍ଟକୁ ବେସ୍ କରି ଡିସ୍କସନ୍ କରିବା ଯେ ବାୟୋଟେରରିଜିମ୍ କହିଲେ କ'ଣ ବୁଝା। ଇଟ୍ ରେଫର୍ସ ଟୁ ଦ ଯେ କି ଗୋଟେ ୱାନ୍ ଅଫ୍ ଟାଇପ୍ ଅଫ୍ ବାୟୋଲୋଜିକାଲ ଏଜେଣ୍ଟସ୍ ଦ୍ୟାଟ୍ ମିନ୍ସ ବାୟୋଲୋଜିକାଲ ଏଜେଣ୍ଟ କହିଲେ କ'ଣ ବୁଝିବା। ହଁ, ଯେମିତିକି ଆମେ କହୁଛେ ବ୍ୟାକ୍ଟେରିଆ ଅଛି, ଭାଇରସ୍ ଅଛି, ବିଭିନ୍ନ ଟକ୍ସିକ୍ ଜିନିଷ ରହୁଛି ଯିଏକି ଆମକୁ ଆମକୁ ଡେଥ୍ ଆଡ଼କୁ ନେଇଯାଉଛି ବା ଆମକୁ ଇଲନେସ୍ କରୁଛି। ଦ୍ୟାଟ୍ ମିନ୍ସ ଅସୁସ୍ଥତାଙ୍କ ଆଡ଼କୁ ଆମକୁ ନେଇଯାଉଛି। ସେ ହ୍ୟୁମାନ୍ ହେଇପାରେ, ଆନିମଲ୍ ହେଇପାରେ, ପ୍ଲାଣ୍ଟ ହେଇପାରେ। ଯଦି କୌଣସି ଦେଖ, ସପୋଜ ମୁଁ ତୁମକୁ ଏକ୍ସାମ୍ପଲ ନେଇ କହିଲି, ସପୋଜ ଇଏ ହେଉଛି ଇଣ୍ଡିଆ। ଆମ ପଡ଼ୋଶୀ ରାଷ୍ଟ୍ରରେ କିଏ ରହୁଛି ନା ଚାଇନା ରହୁଛି। ସପୋଜ ଚାଇନା କ'ଣ କଲା, କିଛି ବାୟୋଲୋଜିକାଲ ଟେରୋରିଜିମ୍ ବା ବାୟୋ ଟେରୋରିଜିମ୍ ଆଟାକ୍ କଲା ଭାରତ ଉପରେ। ସେ କୌଣସି ଭାଇରସର ଆଟାକ୍ ହଉ କିମ୍ବା କୌଣସି ବ୍ୟାକ୍ଟେରିଆଲ ଆଟାକ୍ ହଉ କିମ୍ବା କୌଣସି ଟକ୍ସିକ୍ ଜିନିଷର ଆଟାକ୍ ହଉ, ସେ ଭାରତର ହ୍ୟୁମାନ୍ ବିଙ୍ଗ ଉପରେ ହଉ, ଭାରତର ଆନିମଲ୍ ମାନଙ୍କ ଉପରେ ହଉ କିମ୍ବା ଭାରତରେ ଥିବା ପ୍ଲାଣ୍ଟ ମାନଙ୍କ ଉପରେ ହଉ। କୋଭିଡ-19 ବର୍ତ୍ତମାନ ସୁଦ୍ଧା କ୍ଲାରିଟି ଆସିନି ଯେ ଆକ୍ଚୁଆଲି ଇଏ ଗୋଟେ ବାୟୋ ଟେରୋରିଜିମ୍ ଥିଲା କି ନାହିଁ। ତ এটা କ୍ଲିୟର କଟ୍ ବର୍ତ୍ତମାନ ସୁଦ୍ଧା ହେଇନାହିଁ। ତ ସେଥିପାଇଁ ଆମେ ତାକୁ ଆଜି ଏକ୍ସାମ୍ପଲ ହିସାବରେ ନେଇପାରିବାନି। ଓକେ, ବଟ୍ ଆମେ ଏତିକି ଖାଲି କହିପାରିବା ଯେ ହ୍ୱାଟ୍ ଇଜ୍ ଦ ବାୟୋଟେରରିଜିମ୍। ତ ଯେତେବେଳେ କୌଣସି ଆମେ ଇଲିଗାଲ ୱେରେ କୌଣସି ବ୍ୟାକ୍ଟେରିଆ ଭାଇରସକୁ ୟୁଜ୍ କରୁଛୁ ଫର୍ ଦ ଡେଥ୍ ହଉ ଇଲନେସ୍ ଟୁ ଦ ହ୍ୟୁମାନ୍ ଆଣ୍ଡ ଆନିମଲ୍ ଆଣ୍ଡ ପ୍ଲାଣ୍ଟ, ତାକୁ ଆମେ କ'ଣ କହୁଛେ, ବାୟୋଟେରରିଜିମ୍ ବୋଲି କହୁଛେ। ଏହା ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ମଧ୍ୟରେ ରୋଗ କିମ୍ବା ମୃତ୍ୟୁ ଘଟାଇବା ପାଇଁ ଜୈବିକ ଏଜେଣ୍ଟ ଯେପରି ଜୀବାଣୁ, ଭାଇରସ୍ କିମ୍ବା ବିଷାକ୍ତ ପଦାର୍ଥକୁ ଜାଣିଶୁଣି ମୁକ୍ତ କରିବା ବୁଝାଏ। ଦ୍ୟାଟ୍ ମିନ୍ସ ଯେତେବେଳେ ଆମେ ଜାଣିଶୁଣି ଆକୁ ୟୁଜେସ୍ କରୁଛେ, ଆକୁ ଆମେ କ'ଣ କହୁଛେ, ବାୟୋଟେରରିଜିମ୍ ବୋଲି କହୁଛେ। According to NDMA, National Disaster Management Authority, the National Disaster Management Authority କ'ଣ କହିছে, ବାୟୋଟେରରିଜିମ୍ ଇଜ୍ କ୍ଲାସିଫାଏଡ୍ ଆଜ୍ ଏ ବାୟୋଲୋଜିକାଲ ଡିଜାଷ୍ଟର। ତାକୁ କାହା ଅଣ୍ଡରରେ, ଜୈବ ବିପର୍ଯ୍ୟୟ ଭାବରେ ଆକୁ ମଧ୍ୟ ଗ୍ରହଣ କରାଯାଇଛି। ଇଟ୍ ଇଜ୍ ଆଡିସନାଲ ପଏଣ୍ଟ ଅଫ୍ ଡାଟା, ଯୋଉଟାକି ତୁମକୁ ଏକ୍ସାମ୍ରେ ଭଲ ମାର୍କ ଦେବ ଏଇସବୁ ଡାଟା ଯେ କୋଉ କୋଉ ୱେରେ କାହାକୁ କ'ଣ କୁହାଯାଇଛି। ଯେମିତି ଇଣ୍ଟରପୋଲ, ଯୋଉଟାକି ପରବର୍ତ୍ତୀ ଷ୍ଟେପ୍ରେ କହିବି ଇଣ୍ଟରପୋଲ କ'ଣ କହିଛି। ଇଟ୍ ହେଲା କି ସେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ମୁତାବକ ଜୈବ ବିପର୍ଯ୍ୟୟ ଭାବରେ ଆକୁ ଗ୍ରହଣ କରାଯାଇଛି ବା ଆମେ କହିପାରିବା ଆକୁ ବାୟୋଲୋଜିକାଲ ଡିଜାଷ୍ଟର ଅଣ୍ଡରରେ ମଧ୍ୟ ଆକୁ ରଖାଯାଇଛି। କାହାକୁ ନା ବାୟୋଟେରରିଜିମ୍କୁ। ଆକର୍ଡିଂ ଟୁ ଇଣ୍ଟରପୋଲଙ୍କର କହିବା ମୁତାବକ ବାୟୋଟେରରିଜିମ୍ ଇଜ୍ ଦ ମାନେ ଇଏ ହେଉଛି ଗୋଟେ କ'ଣ କୋଉ ଟାଇପ୍ର ନା ବାୟୋଲୋଜିକାଲ ଏଜେଣ୍ଟ ଅର ଟକ୍ସିକ୍ ଟୁ କଜ୍ ଡିଜିଜ୍ ଅର ଫିଅର। ତାର ଅର୍ଥ ହେଉଛି ଯେ ଜୈବ ଆତଙ୍କ ହେଉଛି ରୋଗ କିମ୍ବା ଏବଂ ଭୟ ସୃଷ୍ଟି କରିବା ପାଇଁ କ୍ଷତିକାରକ ଜୈବିକ ଏଜେଣ୍ଟ, ଯିଏକି କୋଉ ଉଦ୍ଦେଶ୍ୟରେ କୌଣସି ପଲିଟିକାଲ ମୁଖ୍ୟ କାରଣ ହେଇ କ'ଣ ହେଇପାରେ, ଇନଫ୍ଲୁଏନ୍ସ ଦ ଗଭର୍ଣ୍ଣମେଣ୍ଟ ବା ଗଭର୍ଣ୍ଣମେଣ୍ଟକୁ ପ୍ରଭାବିତ କରିପାରେ କିମ୍ବା ଯୋଉଟାକି ସିଭିଲିଆନ ପପୁଲେସନ ଅଛି ତାଙ୍କ ଉପରେ କିମ୍ବା ପ୍ରଭାବ କରିପାରେ କିମ୍ବା ସୋସିଆଲ ଅବଜେକ୍ଟିଭ ପଏଣ୍ଟ ଅଫ୍ ଭ୍ୟୁରେ ମଧ୍ୟ ଆକୁ ଆଟାକ୍ କରାଯାଇପାରେ। ତାର ସହିତ ତୁମେ ଲକ୍ଷ୍ୟ କରିଥିବ ଯେତେବେଳେ କୌଣସି ଦେଶର ସରକାରକୁ ଅସ୍ଥିରତା ଆଣିବା ପାଇଁ ବା ଗୋଟେ ସରକାରକୁ ମାନେ ଇମ୍ପାକ୍ଟ କରିବା ପାଇଁ ବା ଇନଫ୍ଲୁଏନ୍ସ କରିବା ପାଇଁ ବା ଗୋଟେ ସରକାରର ସ୍ଥିତିକୁ ମାନେ ବଜାଇ ନ ରଖିବା ପାଇଁ ଏ ଆକ୍ଟିଭିଟି ମଧ୍ୟ କରାଯାଇପାରେ କିମ୍ବା ସେ ଦେଶରେ ଥିବା ସିଭିଲିଆନକୁ ଉପରେ ମଧ୍ୟ ଆକୁ ଆପ୍ଲାଏ କରାଯାଇପାରେ କିମ୍ବା ସୋସିଆଲ ଅବଜେକ୍ଟିଭ ପଏଣ୍ଟ ଅଫ୍ ଭ୍ୟୁରେ ରଖି ମଧ୍ୟ ଆଟାକ୍ କରାଯାଇପାରେ। ତ ଏଇଠି ଆମେ କ୍ଲିୟର ହେଲେ ହ୍ୱାଟ୍ ଇଜ୍ ବାୟୋଟେରରିଜିମ୍। ବାୟୋଟେରରିଜିମ୍ କହିଲେ କ'ଣ ବୁଝିବା, ଆଉ ବାୟୋଟେରରିଜିମ୍କୁ ନେଇକି ଇଣ୍ଟରପୋଲ କ'ଣ କହିଛି, ବାୟୋଟେରରିଜିମ୍କୁ ନେଇକିରି ନ୍ୟାସନାଲ ଡିଜାଷ୍ଟର ଅଥରିଟି କ'ଣ କହିଛି, ଆଉ ବାୟୋଟେରରିଜିମ୍ କହିଲେ କ'ଣ ବୁଝିବା। ଏଭ୍ରି ପଏଣ୍ଟ ଅଫ୍ ଭ୍ୟୁରେ ଆମେ ଆକୁ ଡିସ୍କସନ୍ କଲେ। ଆଚ୍ଛା, ଏବେ ଯିବା ନେକ୍ସଟ ପଏଣ୍ଟକୁ। ଆଚ୍ଛା, ମେନ୍ କଜ୍ ଆର ମୁଖ୍ୟ କାରଣ କ'ଣ। ଦେଖ, ବହୁତ ସାରା ପଏଣ୍ଟ ଅଛି ଯେ ଆକ୍ଚୁଆଲି ବାୟୋଟେରରିଜିମ୍ ହବାର କାରଣ କ'ଣ। କୌଣସି ଗୋଟେ କଣ୍ଟ୍ରିରେ ହଉ, କୌଣସି ଗୋଟେ ଦେଶରେ ଏସବୁ ଜିନିଷ କାହିଁକି ଆକ୍ଟିଭିଟି ଏବେ ବଢ଼ିବାକୁ ଲାଗିଛି, ବିକଜ ଅଫ୍ ତୁମର ରାଇଜ୍ ଅଫ୍ ବା ମାନେ କ'ଣ ବୃଦ୍ଧି ପାଇଛି ନା ଟେକ୍ନିକାଲ, ହଁ କ'ଣ ବୃଦ୍ଧି ପାଇଛି, ଆର୍ଆଇଏସ୍, ହଁ କ'ଣ କ'ଣ ବୃଦ୍ଧି, ହଁ କ'ଣ ଡେଭଲପମେଣ୍ଟ ହେଇଛି ନା
टेक्निकल कैपेबिलिटी देख बर्तमान टेक्निकल स्तर में समस्त कंट्री बर्तमान आगे अच्छे से पाकिस्तान एत तल गले टेक्निकली से एक्टिव रोचे माने हाई लेवल रोचे इंडिया ठू आरंभ कर पाकिस्तान चाइना यूएसए माने जापान ठू आरंभ कर कौन भी कंट्री की तुम लक्ष्य कर समस्त टेक्निकली स्ट्रंग अच्छा ओके जी भी गोटे कारण रोचे ए दिगरे कौन स्टेप नापे फास्ट कथा तापर आसला फ्रिक्वेंट म्यूटेशन तुम देखिथिबो कोविड 19 रे तुम देखिथिबो कोविड 19 जो भाइरस थिला तार म्यूटेशन घटुला तार अस्तित्व रे परिवर्तन घटुला जैविक अस्त्र रे बारंबार परिवर्तन तार एक्चुअली तार जो माने तार स्ट्रक्चर रे आमे ताकू चेंजेस पाउथले तापर आसला कोन ए सब जिनिस हबार आ गोटे कारण होची कोन डिफिकल्ट टू कंट्रोल जेतबे कोविड 19 स्प्रेड कला से इनडायरेक्टली माने डायरेक्टली ओरे हे पारे किंबा कौन सी कारण भी हो पछे बट केते दूर से इफेक्ट कला माने माने डिफिकल्ट टू कंट्रोल करिया को डिफिकल्ट हे जाय आ गोटे कोन ना जियो पॉलिटिकल टेंशन तो कौन सी कंट्री कंट्री भीतर एक क्रिएट होउची प्रॉब्लम सपोज इंडिया चाइना भीतर सब बळे प्रॉब्लम क्रिएट होला चाइना चाहेबो बायो टेररिज्म अटैक करिया पे कौन भाइरस हो कौन बैक्टेरिया हो आपको अटैक करिया पे चाहिए कहीं चाहेबो जेहेतु आम भितर पॉलिटिकल इश्यू क्रिएट रोचे ए सब जिनस आ गोटे सारा कौन लो कॉस्ट एंड हाई इंपैक्ट तुम लक्ष्य कर सपोज मु गोटे देश उपरे माने कौन फिजिकल अटैक कली किंबा कौन माने बम ब्लास्ट कली जिते टका इन्वेस्टमेंट होची ताठू कम पैसा खर्च रे अधिक इंपैक्ट मध्य इथरे हे पारुची तो ए समस्त जिनस जेतु हेउची तो ई होची गोटे कारण जे मेजर कॉज रहउची बायो टेररिज्म सृष्टि होआ पाई बायो टेररिज्म को सृष्टि करिया पाई मो कहर अर्थ बुझी पाइलो बेले जे एक्चुअली आमे जो पॉइंट ऑफ व्यू रे डिस्कशन करछे व्हाट इज द मेन कॉज ऑफ बायो टेररिज्म कहले कोन बुझिबा आ गोटे पॉइंट होची कोन मेन कॉज मुख्य कारण सब कोन रहउची एबे देखिबा स्ट्रेंथिंग द बायो सिक्योरिटी हमर जो अछि जे सुरक्षा अछि जैव सुरक्षा अछि को स्टेप नबे नेले आमे को स्ट्रेंथ करि परिबा बा मजबूत करि परिबा देखो इथिरे मु ओवरऑल किछि पॉइंट रखिछि जोटा कि मु तुमन सहित डिस्कशन करबी बट तुमे एडिशनल किछि पॉइंट मध्य इथिरे ऐड करि पारबो जेमति कि फास्ट आमे कहि परिबा सेकंड पॉइंट को फास्ट डिस्कशन करछि जोटा कि इंपोर्टेंट होछि तुमरो बायो फॉरेंसिस जोटा कि तुम लक्ष्य करथिबो आमे पर्टिकुलरली इंडिया को मु एग्जांपल थ्रू नउछे माने माने आमे माने साइंटिफिक कैपेबिलिटी हम कते नाही रिसर्च सेंटर माने कहि परिबा पर्टिकुलर रिसर्च सेंटर हो किंबा तुमरो माने साइंटिफिक सेंटर हो अभाव अच्छे तो आम कौन कर आ उपरे काम कर परिबा आको आमे स्ट्रेंथ कर परिबा दैट मींस हमको यदि बायो फॉरेंसिक आउ एट्रिब्यूशन उपरे काम करबा बा फॉरेंसिक लैब उपरे हम यदि काम करबा जे अत्यधिक माने रिसर्च सेंटर को तैयारी करबा ए सब जिंस हम यदि करबा देन आमे आको कंट्रोल करि परिबा आउ गोटे से कौन नेशनल इम्प्लीमेंटेशन ऑफ फ्रेमवर्क तो आप गोटे पर्टिकुलर आम फ्रेमवर्क तैयारी कर अच्छे सो दैट कौन करबा आपको मैनेज करि परिबा तापर आसला कौन ना हाँ थैंक यू वेरी इंपोर्टेंट पॉइंट गिरिराज हाँ थैंक यू जे हाँ से तुम पॉइंट स्पेशल बजेट फॉर द फॉरेंसिक डिपार्टमेंट थैंक यू वेरी इंपोर्टेंट पॉइंट तुम आपको मध्य लिखि परिबो एडिशनल पॉइंट हिसाब से स्पेसिफिक बजेट आप आनी अच्छे जे बायो टेररिज्म को कंट्रोल करने स्पेसिफिक हमको फॉरेंसिक लैब को डेवलप करने आमर फॉरेंसिक माने जो रोचे रिसर्च सेंटर रोचे आपको डेवलपमेंट करने आम कौन करने पर्टिकुलर स्पेसिफिक बजेट आने को पड़ो तापर आसला कौन ना हमको कौन करिया पड़िबो ना पर्टिकुलर जेमती रहिला रिसर्च सेंटर रहिला रिसर्च ऑन वैक्सीन वैक्सीन ऊपर रिसर्च हो ए सब ऊपर हमको काम करिया पड़िबो तो ए सब किछि पॉइंट मु तुमन को रखिछि जोटा कि एडिशनल किछि पॉइंट अछि तुमे तो आकु नै कि तुमे लिखि परिबो किंतु मो मतरे तुमे तो ये जो पॉइंट रखा है इथे तुमे ताकू निज वे रे किछि पॉइंट को रखियो ओके देखो कहीं रखा मुझे कहूँ जेहेतु बहुत सारा पॉइंट अच्छे जोटा कि आम स्टेप नहीं पार आपको स्ट्रेंथ करने तुम्हें आपको आडिशनाल किसी रखिपार देख ये गोटे जिनस आसूचे कारण आपको बुझापी हेल्ले आर गोटे मूल को बुझार अच्छे यहाँ केवे सृष्टि होता जे आज आम जो देखुचे बायो टेररिज्म देखुचे ए बायो टेररिज्म को कंट्रोल करने फास्ट आम कौन इनिशिएटिव नहीं ओके स्पेशल रिसर्च इकोसिस्टम एंड ए क्रॉस कंट्री इंपोर्टेंट एक्सचेंज ऑफ सिक्योरिटी बस आगु लिख पारे किसी प्रॉब्लम नहीं ओके
যে এটা কাহিଁକି ନ୍ୟୁଜ୍ରେ ଆସିଛି? ନ୍ୟୁଜ୍ରେ ଏଥିପାଇଁ ଆସିଛି ଯେ ଏଇ ଯୋଉ 2025ରେ ଆମର ଯୋଉ ରହିଲା BWC ର ଫୁଲ୍ ଫର୍ମ ହଉଛି ବାୟୋଲୋଜିକାଲ ୱେପନ୍ କନଭେନସନ। ଓକେ, ଏଟା 50 ବର୍ଷ କମ୍ପ୍ଲିଟ୍ ହେଇଛି। ଯେହେତୁ 50 ବର୍ଷ କମ୍ପ୍ଲିଟ୍ ହେଇଛି ତ ଏଟା ନ୍ୟୁଜ୍ରେ ଆସିଛି, ତ ଆକୁ ନେଇକିରି କ୍ୱେଶ୍ଚିନ୍ ଆସିପାରେ। ଓକେ, ବାୟୋଲୋଜିକାଲ ୱେପନ୍ କନଭେନସନ ଯୋଉଟା କି ଏବେ ରିସେଣ୍ଟଲି କୋଉଠି ଆକୁ କରାଯାଇଥିଲା, ଏ କନଭେନସନଟା ଦିଲ୍ଲୀରେ ହେଇଥିଲା। এটা କେତେ ବର୍ଷ କମ୍ପ୍ଲିଟ୍ ହେଇଛି? ଦୀର୍ଘ 50 ବର୍ଷ କମ୍ପ୍ଲିଟ୍ ହେଇଛି। ମୋର କ୍ୱେଶ୍ଚିନ୍ ହେଉଛି ହ୍ୱାଟ୍ ଇଜ୍ ଦ ବାୟୋଲୋଜି, ଆମେ ସର୍ଟକଟ୍ରେ କହିବା BWC, ବାୟୋଲୋଜିକାଲ ୱେପନ୍ କନଭେନସନ କହିଲେ କ'ଣ ବୁଝିବା? ଦେଖ, ଇଏ ଆମେ ଯେତେବେଳେ କୌଣସି ମାନେ ରିସର୍ଚ୍ଚ କରୁଛେ କୌଣସି ଡିଜିଜ୍ ଉପରେ ହଉ, କୌଣସି ଭ୍ୟାକ୍ସିନ୍ ଉପରେ ହଉ, ତ ଏ ସମସ୍ତକୁ ଗୋଟେ କଣ୍ଟ୍ରୋଲ ଭିତରେ ରଖିବା। ଦ୍ୟାଟ୍ ମିନ୍ସ ବାୟୋଲୋଜିକାଲ ଆଣ୍ଡ ଟକ୍ସିକ୍ ୱେପନ୍ ଯୋଉ ଅଛି ଆକୁ କ'ଣ କରିବା? ପ୍ରୋହିବିଟ୍ କରିବା। ତାର ରିସର୍ଚ୍ଚ ହଉ, ତାର ଡେଭଲପମେଣ୍ଟ ହଉ, ତାର ଟ୍ରାନ୍ସଫର ହଉ, ଏ ସମସ୍ତ ଉପରେ କ'ଣ କରିବା? ପ୍ରୋହିବିଟ୍ କରିବା, ମାନେ ତାକୁ ପ୍ରତିରୋଧ କରିବା ପାଇଁ ଆକୁ ତିଆରି କରାଯାଇଥିଲା। ଆର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାୟୋଲୋଜିକାଲ ଆଣ୍ଡ ଟକ୍ସିକ୍ ୱେପନ୍କୁ ପ୍ରୋହିବିଟ୍ କରିବା ଫର୍ ଦ ଡେଭଲପମେଣ୍ଟ ହଉ, ପ୍ରଡକ୍ସନ ହଉ, ଟ୍ରାନ୍ସଫର ହଉ, ୟୁଜେସ୍ ହଉ, ଏ ସମସ୍ତ ପଟିଆକୁ ପ୍ରୋହିବିଟ୍ କରିବା। ଆର ମୁଖ୍ୟ କାମ ଥିଲା କାହାର? ନା BWC। ମୋର କ୍ୱେଶ୍ଚିନ୍ ଟୁ ଏଭ୍ରିୱାନ୍, এই যে BWC কেবে ତିଆରି ହେଇଥିଲା, ଯାହାକୁ ଆମେ କହୁଛେ ବାୟୋଲୋଜିକାଲ ୱେପନ୍ କନଭେନସନ ବୋଲି କହୁଛେ, এটা କେବେ ତିଆରି ହେଇଛି? ବାୟୋଲୋଜିକାଲ ୱେପନ୍ କନଭେନସନ, इट्स अ वेरी इंपोर्टेंट पॉइंट बिकॉज ऑफ इट माने एटा को हमें केबे स्टार्ट करथिले बा एटा को केबे साइन कराइथला। मन रखियो 1972 मसिया रे आकु साइन कराइथला, किंतु ऑफिशियल एटा केबेठो काम होइथला ना केम इनटू द फोर्स इन द ईयर ऑफ 1975। 1975 मसिया रे एटा ऑफिशियली काम होइथला। इंडिया एज ए पार्ट ऑफ द BWC, इंडिया केबे आर गोटे पार्ट हेइथला? मन रखियो 1974 मसीह इंडिया बिकेम पार्ट ऑफ दिस BWC। दिस कन्वेंशन इज रिव्यू एवरी 5 ईयर। ये जो कन्वेंशन होता प्रति 5 वर्ष थे आपको रिव्यू कराए और मीटिंग कराए। ओके, तापर आसला कौन ना WBC सप्लीमेंट द 1925 जेनेवा प्रोटोकॉल, ये गोटे वन टाइप ऑफ सप्लीमेंट हिसाब से यूज करछे। आज पर्यंत एथिरे केते जण मेंबर अछंती ना 189 टा कंट्री इथिरे अछंती। आ इंडिया इथिरे साइन करथला केबे ना 1974 रे भारत इथिरे साइन करथला। देख, इथिरे केवल आमर कने मेन पाई एटा दरकार नुहे, इटा मध्ये प्रिलिमिनरी गोटे पॉइंट हे परिबो। जेहेतु डिसेंबर मास एटा न्यूज, आ ए न्यूजटा एथिपाई हाइलाइटेड अछि, एटा दीर्घ 50 वर्ष कंप्लीट हेछि काहाकू ना तुमरो BWC। ओके, मोर कहवार कथा हूँ स्टूडेंट, जो BWC को 50 वर्ष कंप्लीट होती तुम डेफिनेटली क्वेश्चन पाइब। जमीक एटा सिग्नेचर कर अप्रूवाल दिया ओपनिंग केबे होता, ऑफिशियल केम इनटू द फोर्स, दैट मीन्स केबे एटा कार्यकारी होता 1975। इंडिया केबे पार्ट होता, एथिरे केते जन स्टेट अछंती, ए समस्त जिनिस मेबे को नेकिर क्वेश्चन पचारि पारे। যদি আমি কি ফিचर्स কথা দেখিবা, जोटा तुमको मुझे रिसेंटली कहली आर मुख्य काम थिला कोन? बायोलॉजिकल एंड टॉक्सिक वेपन को प्रोहिबिट करबा फॉर द डेवलपमेंट, प्रोडक्शन, ट्रांसफर, यूजेस को प्रोहिबिट करबा पे आपको व्यवहार करा जायथिला। ओके, आर संपूर्ण ओडिया में रखिछि जैविक अस्त्र सम्मेलन, जहाँ सर्टकट रे कहूचे BWC विषय, जोटा कि नुआ दिल्ली जैविक अस्त्र सम्मिलनी 50 वर्ष पूर्ति समारोह रे भारत वैदेशिक मंत्री आलोकपात करते। ओके, जोटा कि डिटेल्स मुझे तुमको सहित जो पॉइंट रे डिस्कशन कली संपूर्ण ओडिया रखी, कहीं बहुत सारा पिला जेहेतु ओडिया को फॉलो करूछ, ओडिया कंप्लीटली मेन नोट रो करेंट इश्यू, स्टैटिक इश्यू, एवरीथिंग मु तुमको ओडिया प्रोवाइड करबी। अच्छा, किंतु इठी मु किछि एडिशनल पॉइंट रखी अकॉर्डिंग टू माने आमर जो पॉइंट ऑफ व्यू थिला, मु तुमको दीटा पॉइंट ऑफ व्यू रे डिस्कशन कली। प्रथम थिला जे बायोलॉजिकल टेररिज्म कहले कोन बुझिबा? ए बायोलॉजिकल टेररिज्म को, बायो सिक्योरिटी को आमे कंट्रोल करिया पई कोन सब इनिशिएटिव नवा दरकार, सो दैट आमे कंट्रोल करि परिबा। किंतु वर्तमान मु इंडिया पॉइंट ऑफ व्यू रे डिस्कशन करबी। इंडिया रो पॉइंट ऑफ व्यू रे, इंडिया पॉइंट ऑफ व्यू रो अर्थ भारत रो जो चिकित्सा ना तुमर अछि बायो सिक्योरिटी जो अछि, आकु आमे केमति मजबूत करि परिबा, आर वर्तमान प्रॉब्लम कोन अछि, ए समस्त पॉइंट ऑफ व्यू डिस्कशन करबी। भारतर जैव सुरक्षा स्थापत्य सहित समस्या बा आमे कहि परिबा इश्यू विथ इंडिया रो बायो सिक्योरिटी आर्किटेक्चर,
ବାୟୋସିକ୍ୟୁରିଟି ଯୋଉ ଅଛି ତାର ଇସ୍ୟୁ କଣ ଅଛି ଭାରତରେ? ପ୍ରଥମ ହଉଛି କଣ ନା ଷ୍ଟ୍ରକ୍ଚରାଲ ଇସ୍ୟୁ। ଭାରତର ପ୍ରଥମ ଇସ୍ୟୁ ଅଛି ଷ୍ଟ୍ରକ୍ଚରାଲ ଇସ୍ୟୁ। କାହିଁକି ନା ଯେତେବେଳେ କୌଣସି ଇସ୍ୟୁ ଗ୍ଲୋବାଲ ଲେଭେଲରେ ରହୁଛି ତା ମଧ୍ୟ ଭାରତ ଉପରେ ମଧ୍ୟ ପ୍ରଭାବ ପକାଉଛି। ମେ ବି ଏ କ୍ୱେଶ୍ଚିନ୍ ମଧ୍ୟ ତୁମମାନଙ୍କୁ ଭାରତର ପଏଣ୍ଟ ଅଫ ଭ୍ୟୁରେ ଆସିଯାଇପାରେ ଯେ ଭାରତରେ କଣ ଇସ୍ୟୁ ଅଛି ରିଗାର୍ଡିଂ ଦ ପଏଣ୍ଟ ଅଫ ବାୟୋଲୋଜିକାଲ ସିକ୍ୟୁରିଟିକୁ ନେଇକି ଓକେ ବା ଆର୍କିଟେକ୍ଚରକୁ ନେଇକି କଣ ଇସ୍ୟୁ ଅଛି। ପ୍ରଥମ ହଉଛି ଷ୍ଟ୍ରକ୍ଚରାଲ ଇସ୍ୟୁ। କାହିଁକି ଷ୍ଟ୍ରକ୍ଚରାଲ ଇସ୍ୟୁ ଅଛି? ତୁମର ଯୋଉ ଆଉଟଡେଟେଡ୍ ଲ, ଭାରତର ଯୋଉ ଲ ଅଛି କାହାକୁ ନେଇକିରି ବାୟୋ ସିକ୍ୟୁରିଟିକୁ ନେଇକିରି ସେ ରିସର୍ଚ୍ଚ ହଉ ଡେଭଲପମେଣ୍ଟ ହଉ ୟୁଜେସ୍ ହଉ ଏକ୍ସ ୱାଇ ଜେଡ୍ ଯାହା ବି ତାର ଆଉଟଡେଟେଡ୍ ହେଇଗଲେ ମାନେ ପୁରୁଣା ଲ ତା ତ ପୁରୁଣା ଆଇନ ତାର ସେଟା କଣ ନା ଡିସକନେକ୍ଟେଡ୍ ବିଟୱିନ୍ ସାଇଣ୍ଟିଫିକ ମାନେ ଏକ୍ସପେରିମେଣ୍ଟ ଆଣ୍ଡ ପଲିସି ମେକିଂ ଦ୍ୟାଟ୍ ମିନ୍ସ ବୈଜ୍ଞାନିକ ବିଶେଷଜ୍ଞତା ଏବଂ ନୀତି ନିର୍ଦ୍ଧାରଣ ମଧ୍ୟରେ ବିଚ୍ଛିନ୍ନତା। ଓକେ, ତୁମର ଯୋଉ ସାଇଣ୍ଟିଫିକ ଏକ୍ସପେରିମେଣ୍ଟ ହଉ କିମ୍ବା ପଲିସି ମେକିଂ ଭିତରେ ସେତିକି ରହୁନାହିଁ କଣ ନା ଗ୍ୟାପ୍ ମାନେ ଅତ୍ୟଧିକ ଗ୍ୟାପ୍ ହେଇଗଲାଣି। ଆଉ କଣ ହଉଛି ନା ଲ୍ୟାକ୍ ଅଫ୍ ଟ୍ରେନିଂ ଫର୍ ଦ ହଉଛି ମାନେ କୌଣସି ଏ ଟପିକ ରିଲେଟେଡ୍ ତାଲିମ ଆମେ ଯାହାକୁ କହୁଛେ ପ୍ରପର ତାଲିମ ଆମକୁ ଦିଆଯାଉନି। ତ ଇଏ ହଉଛି ଷ୍ଟ୍ରକ୍ଚରାଲ ଇସ୍ୟୁ। ଦେଖ ତମେ ସପୋଜ ଯଦି ଆ ଉପରେ କ୍ୱେଶ୍ଚିନ୍ ଆସିଲା ମୁଁ ସେଟା ଷ୍ଟ୍ରକ୍ଚରାଲ ଇସ୍ୟୁ ଅଣ୍ଡରରେ ତମକୁ 3ଟା ପଏଣ୍ଟକୁ ଗୋଟିଏ ପଏଣ୍ଟ କରି ଲେଖିଦେଲି କିନ୍ତୁ ଏକ୍ସାମ୍ ହଲରେ ଯଦି ନ ମନେ ପଇଲା ତମେ ଚାହିଁଲେ ଆକୁ ସର୍ଟ ସର୍ଟ ପଏଣ୍ଟ କରି 2-3ଟା ପଏଣ୍ଟ ବି ଲେଖିପାରିବ। ଯେମିତିକି ବର୍ତ୍ତମାନ ହଉଛି କଣ ନା ତୁମର ଭାରତର ଯୋଉ ବାୟୋ ସିକ୍ୟୁରିଟିର ଯୋଉ ଲ ଅଛି ଏସବୁ ଆଉଟଡେଟ୍ ହେଇଗଲାଣି, ପୁରୁଣା ଲ ହେଇଗଲାଣି। ସେକେଣ୍ଡ ପଏଣ୍ଟ କହିପାରିବ ଭାରତର ସାଇଣ୍ଟିଫିକ ଏକ୍ସପେରିମେଣ୍ଟ ସହିତ ପଲିସି ମେକିଂ ଭିତରେ କୌଣସି କନେକ୍ସନ ରହିପାରୁନି। ଆଉ ଲ୍ୟାକ୍ ଅଫ୍ ଟ୍ରେନିଂର ଆମର ମାନେ ଅଭାବ ରହୁଛି। ଏ ସମସ୍ତ ହଉଛନ୍ତି କିଏ ସେ ନା ଆମର ଗୋଟେ ଲେଖା ଇସ୍ୟୁ ଯାହାକୁ ଆମେ ଷ୍ଟ୍ରକ୍ଚରାଲ ଇସ୍ୟୁ ବୋଲି କହୁଛେ। ଦୁର୍ବଳତା ପ୍ରୋଫାଇଲ ଯାହାକୁ ଆମେ କଣ କହୁଛେ ଆମର ଯୋଉ ରହୁଛେ ମାନେ କାହିଁକି ଆମର ଦୁର୍ବଳତା ରହୁଛି ଗୋଟେ ହଉଛି ହାଇ ପପୁଲେସନ ଡେନ୍ସିଟି। ଭାରତର ଯୋଉ ପପୁଲେସନ ହଉଛି ୱାର୍ଲଡର ନମ୍ବର 1 ପପୁଲେସନ ମାନେ ଅତ୍ୟଧିକ ପରିମାଣର ପପୁଲେସନ ହଉଛି ଯୋଉଟା କି ଆମେ ପ୍ରପର ହେଲ୍ଥ କେୟାର ପ୍ରୋଭାଇଡ କରିପାରୁନେ ଯାହାକୁ ଆମେ କହୁଛେ ଇନଆଡିକୁଏଟ ପବ୍ଲିକ ହେଲ୍ଥ ଇନଫ୍ରାଷ୍ଟ୍ରକ୍ଚର ଆମେ ପ୍ରୋଭାଇଡ କରିପାରୁନେ। ତୁମେ ଲକ୍ଷ୍ୟ କରିଥିବ ଭାରତ ସରକାରଙ୍କର ହେଲ୍ଥ ସ୍କିମ୍ ଯେତେ ବି ଆସିଲେ ମଧ୍ୟ ଆଜି ବି ଦିନରେ ଆମେ ସଫିସିଏଣ୍ଟ ହେଲ୍ଥ କେୟାର ପ୍ରୋଭାଇଡ କରିପାରୁନେ। ଲକ୍ଷ୍ୟ କରୁଥିବ ବେଳେବେଳେ ବହୁତ ସାରା ୟୁଟ୍ୟୁବରେ ହୁଅନ୍ତୁ ନ୍ୟୁଜ ଚ୍ୟାନେଲରେ ୟୁଏସଏ ସହିତ କମ୍ପେୟାର କରନ୍ତି କାହାକୁ ନା ଇଣ୍ଡିଆର ହେଲ୍ଥ କେୟାରକୁ। ଜଷ୍ଟ ଇମାଜିନ୍ କର ୟୁଏସଏ ର ଲୋକ ସଂଖ୍ୟା ଭାରତର ଲୋକ ସଂଖ୍ୟା କେତେ? ୟୁଏସଏ ଓଡ଼ିଶା ଭଳି ଗୋଟେ ସହର ଯୋଉଥିରେ କି ଟୋଟାଲ ତମେ ୟୁଏସଏ ହିଁ ରହିଯିବ। କିନ୍ତୁ ଆମେ ୟୁଏସଏ କୁ ଇଣ୍ଡିଆ ସହିତ କମ୍ପେୟାର କଲେ କେମିତି ହେଇପାରିବ? ଯେହେତୁ ଅଳ୍ପ ଲୋକରେ ହେଲ୍ଥ କେୟାରକୁ ମ୍ୟାନେଜ କରିବା ମାନେ ପସିବଲ ବଟ୍ ଅଧିକ ଲୋକ ରହିଲେ ଆମେ ହେଲ୍ଥ କେୟାରକୁ କେମିତି ମ୍ୟାନେଜ କରିବା? ଦ୍ୟାଟ୍ ମିନ୍ସ ଏଟା ହଉଛି ପ୍ରଥମ ଆମର ରିସ୍କ ରହୁଛି ଯୋଉଟା କି ହାଇ ପପୁଲେସନ ଡେନ୍ସିଟି ରହୁଛି, ଇନଆଡିକୁଏଟ ପବ୍ଲିକ ହେଲ୍ଥ ଇନଫ୍ରାଷ୍ଟ୍ରକ୍ଚର ରହୁଛି, ଲୋ ସ୍ପେଣ୍ଡିଂ ଅନ୍ ହେଲ୍ଥ କେୟାର ହଉଛି ପବ୍ଲିକ ହେଲ୍ଥ କେୟାର ଆମେ ସେଇ ହାରରେ ସ୍ପେଣ୍ଡ କରିପାରୁନେ ଖର୍ଚ୍ଚ କରିପାରୁନେ ପବ୍ଲିକ ହେଲ୍ଥ କେୟାର ଆମେ ଗଭର୍ଣ୍ଣମେଣ୍ଟ ହଁ ହଁ ତ ଏଟା ହଉଛି ଆମେ ହଁ ସ୍ଲମ ଏରିଆ ବଢି ବଢି ଚାଲିଛି ସେ ବି ଗୋଟେ କାରଣ ରହୁଛି। ତାପରେ ଆସିଲା ଏଗ୍ରିକଲଚର ଆଣ୍ଡ ଫୁଡ ସିକ୍ୟୁରିଟି ରିସ୍କ। ଦେଖ ଆଉ ଗୋଟେ ମଧ୍ୟ ରହୁଛି କଣ ନା ଭାରତରେ ଏଗ୍ରିକଲଚର ଫୁଡ ସିକ୍ୟୁରିଟି ରିସ୍କ ରହୁଛି। ସପୋଜ ଯଦି କୌଣସି କାରଣରୁ ଆମେ ବାୟୋଲୋଜିକାଲ ୱେପନକୁ ଆମେ ଆଟାକ୍ କରୁଛେ କଣ ହଉଛି ନା ଆମର ଏସବୁ ଜିନିଷ ପ୍ରତି ରିସ୍କ ଆସୁଛି। ଆଉ ଗୋଟେ ଆସିଲା କଣ ଜୁନୋଟିକ। ଦେଖ ଜୁନୋଟିକ୍ସ ର ଅର୍ଥ କଣ ZOONOTX ଜୁନୋଟିକ ଯାହାକୁ ଆମେ କହୁଛେ ଯୋଉ ଯୋଉ ରୋଗ ଗୁଡାକ ଆମର ପଶୁ ଜନ୍ତୁ ମାନଙ୍କ ଠାରୁ ଆମ ପାଖକୁ ଆସିଥାଏ। ତୁମେ ଲକ୍ଷ୍ୟ କରିଥିବ ଗୋଟେ ଏକ୍ସାମ୍ପଲ ମୁଁ ତୁମମାନଙ୍କ ସହିତ ଦେବି ଏବେ ରିସେଣ୍ଟଲି ହଁ ହଁ ଆନିମଲ ଟୁ ହ୍ୟୁମାନ ପାଖକୁ ଆସେ ଗୋଟେ ଏକ୍ସାମ୍ପଲ ମୁଁ ତମକୁ ଦେବି ତୁମର ଏବେ ମଙ୍କି ପକ୍ସ ହଉ କିମ୍ବା ଇଏ କଣ ଆସିଲା ହଁ ଯଦି କୌଣସି କାରଣରୁ ଦେଖ ସପୋଜ ଏବେ କୁକୁଡା ମାନଙ୍କୁ କଣ ହୁଏ କୁକୁଡା ମାନଙ୍କୁ କୋଉ ରୋଗ ହୁଏ ଏବେ ବାର୍ଡ ଫ୍ଲୁ ହୁଏ ଓକେ। ତ ସେମିତି ଯୋଉ ଡିଜିଜ ସବୁ ବିଭିନ୍ନ ପ୍ରକାର ଡିଜିଜ ଆମେ ବିଭିନ୍ନ ଆନିମାଲ ମାନଙ୍କ ପାଖରେ ଦେଖୁଛେ ତୁମର ଯେମିତି ରହିଲା କି ସେ ଅଛି ହଁ ଏଲୋରା ରହିଲା ଯେମିତି ତୁମେ କହିପାରିବ ମଙ୍କି ପକ୍ସ ରହିଲା ଯୋଉଟା କି ଆଜିର ଆମେ ଯୋଉ ମଙ୍କି ପକ୍ସ ଦେଖୁଛେ ଏଇ ସବୁ ଆନିମଲ ପାଖରୁ ଆସିଛି। ତ 70% ଡିଜିଜ ଏ ଜିନିଷ ସହିତ ଘଟୁଛି। ତ ଇଏ ବି ଗୋଟେ ଆମ ପାଇଁ ଗୋଟେ ଚିନ୍ତାଜନକ କାରଣ ରହୁଛି। ତାହେଲେ ଆମେ ଯୋଉ ଇଣ୍ଡିଆର ପଏଣ୍ଟ ଅଫ ଭ୍ୟୁରୁ ଦେଖୁଛେ ଆମ ପାଇଁ ରିସ୍କ କଣ ପାଇଁ ରହୁଛି? ନିଫା ହଁ ନିଫା ଫ୍ରମ ବାର୍ଡସ୍ ମାନେ ବ୍ୟାଟ୍ ମାନେ ବାଦୁଡିରୁ ଏଟା ରୋଗ ଆସିଥିଲା ଓକେ।
ସେମିତି ତ ଏକ୍ସାମ୍ପଲ ଦେଇପାରିବ ଯେ ବାଦୁଡ଼ିରୁ କୋଉଟା ଆସୁଛି, ମଙ୍କି ପକ୍ସ କୋଉଟା ଆସୁଛି, ତମେ ଏକ୍ସାମ୍ପଲ ଦେଇପାରିବ। ତାହେଲେ ଏଇସବୁ ପଏଣ୍ଟ ଦେଖିବ ଯୋଉଟା କି ଆମକୁ ପ୍ରୋବ୍ଲେମ କ୍ରିଏଟ୍ କରୁଛି। ଆଉ ଗୋଟେ ଆସିଲା ଜିଓ ପଲିଟିକାଲ ରିସ୍କ। ଇଏ ହେଉଛି ଗୋଟେ କାରଣ ରହୁଛି, କାରଣ ଏବେ ଦେଶ ଦେଶ ଭିତରେ ଆମର କଣ ରହୁଛି, ସୁସମ୍ପର୍କ ନାହିଁ। ଇଣ୍ଡିଆ ପାକିସ୍ତାନ ଭିତରେ ହଉ, ଇଣ୍ଡିଆ ଚାଇନା ଭିତରେ ହଉ, ତ ଇଏ ଗୋଟେ କାରଣ ରହୁଛି। ଆଉ ଗୋଟେ ପଏଣ୍ଟ, ମୁଁ ଦିଟା ପଏଣ୍ଟ ତୁମମାନଙ୍କ ସହିତ ସେୟାର କରିବି ଯୋଉଟା କି ମୁଁ ଲେଖିନି, କିନ୍ତୁ ଏଗୁଡ଼ା ସବୁ ଆଡିସନାଲ ପଏଣ୍ଟ ତମ ମାଇଣ୍ଡକୁ ଆସିବା ଦରକାର ଯେ ଭାରତ ମାନେ ଭାରତର ଯେତିକି ଅଛି ବାଉଣ୍ଡ୍ରି, ବାଉଣ୍ଡ୍ରିର ମ୍ୟାକ୍ସିମମ୍ ଏରିଆ ଇଜ କନେକ୍ଟେଡ ୱିଥ ମାନେ ଅଦର କଣ୍ଟ୍ରି, ମାନେ ଫରେନ୍ କଣ୍ଟ୍ରି ସହିତ କନେକ୍ଟେଡ ହେଉଛି ବାଉଣ୍ଡ୍ରି। ଯୋଉଟା କି ଆଉ ଗୋଟେ କାରଣ ରହୁଛି, ଯୋଉଟା କି ତୁମର ବାୟୋ ସିକ୍ୟୁରିଟି ପାଇଁ ଆମ ପାଇଁ ମଧ୍ୟ ଗୋଟେ ଇମ୍ପାକ୍ଟ ରହୁଛି। ମାନେ ଦେଖିବ ବାଂଲାଦେଶର ରୋହିଣିଆ ଆରାମସେ ଏଣ୍ଟ୍ରି କରି ଯାଉଛନ୍ତି। ତ ଜଣେ ଯଦି ଏଣ୍ଟ୍ରି କରିଗଲା, ତାକୁ କେତେ ସମୟ ଲାଗିବ ତମର ଏରିଆକୁ ହାମ୍ପର କରିବା ପାଇଁ? ତମର ଚାଷ ଜମି ହଉ, ତମର ଆନିମଲ ମାନେ ହୁଅନ୍ତୁ, ହ୍ୟୁମାନ ବିଙ୍ଗ ହଉ, ଆଙ୍କ ଉପରେ ଇମ୍ପାକ୍ଟ କରିବା ପାଇଁ। ତ ଇଏ ହେଉଛି ଗୋଟେ ବର୍ଡର ବାଉଣ୍ଡ୍ରି। ତା ସହିତ କୋଷ୍ଟାଲ ବେଲ୍ଟ, ଭାରତର ମ୍ୟାକ୍ସିମମ୍ ଟୁ ଏରିଆ କାହା ସହିତ କଭର କରୁଛି, କୋଷ୍ଟାଲ ବେଲ୍ଟ ସହିତ କଭର ହେଉଛି। ସୋ ଦ୍ୟାଟ୍ ଏଠି ସହଜ ହେଉଛି ଏଣ୍ଟ୍ରି କରିବା ପାଇଁ, ଏଣ୍ଟ୍ରି କରିବା ପାଇଁ ମାନେ ଫରେନର ମାନେ ବା ଅଦର କଣ୍ଟ୍ରିର ଇଲିଗାଲ ମାଇଗ୍ରେସନ ସହଜରେ ହେଇପାରୁଛି। ଇଏ ବି ଗୋଟେ କ୍ରିଏଟ୍ କରୁଛି ଯୋଉଟା କି ତୁମର ବାୟୋଲୋଜିକାଲ ସିକ୍ୟୁରିଟିକୁ ହାମ୍ପର କରିବା ପାଇଁ। ତ ଇଏ ଥିଲା ଭାରତର ଯୋଉ ସିକ୍ୟୁରିଟି ପଏଣ୍ଟ ଅଫ ଭ୍ୟୁରେ, ଭାରତର ସିକ୍ୟୁରିଟି ପଏଣ୍ଟ ଅଫ ଭ୍ୟୁରେ କେଉଁ କେଉଁ ପଏଣ୍ଟ ରହୁଛି ଯେ ଭାରତର ଜୈବ ସୁରକ୍ଷାକୁ ପ୍ରଭାବିତ କରୁଛି, ବା ଭାରତର ଯୋଉ ବାୟୋ ସିକ୍ୟୁରିଟି ଯୋଉ ରହୁଛି, ଆକୁ କିଏ କେମିତି ଇସ୍ୟୁ ରହୁଛି, ଯେ କୋଉ କୋଉ ପଏଣ୍ଟ ଅଫ ଭ୍ୟୁରେ ଏଥର ଇସ୍ୟୁ ୱି ଫରୱାର୍ଡ। ଦ୍ୟାଟ୍ ମିନ୍ସ ଆମେ କ'ଣ ସବୁ ପଦକ୍ଷେପ ନେବା ଦରକାର। ପ୍ରଥମ ହେଉଛି ନୂତନ ଆଇନ, ନ୍ୟୁ ଲ। ଆମକୁ ନୂଆ ପଲିସି ମେକିଂ କରିବାର ଅଛି ପର୍ଟିକୁଲାର ବାୟୋ ସିକ୍ୟୁରିଟିକୁ ନେଇକି। ତ ଆମ ଆଜି ପର୍ଯ୍ୟନ୍ତ ଭାରତରେ ପ୍ରପର ଲ ବି ନାହିଁ ବାୟୋ ସିକ୍ୟୁରିଟିକୁ ନେଇକି। ତ ଆମକୁ ଆ ପାଇଁ ଗୋଟେ ପ୍ରପର ଲ ବନେଇବାର ଅଛି। ଭାରତରେ ଏକ ସମର୍ପିତ ଜୈବ ସୁରକ୍ଷା ଏଜେନ୍ସି ଆବଶ୍ୟକ। ଦ୍ୟାଟ୍ ମିନ୍ସ ବାୟୋ ସିକ୍ୟୁରିଟି ଏଜେନ୍ସି ଇନ୍ ଇଣ୍ଡିଆ। ତୁମେ ଦେଖିବ କ୍ରାଇମ ବ୍ରାଞ୍ଚକୁ ନେଇକି ଅଛି, ସିବିଆଇ କଥା ଦେଖୁଛ, ନାର୍କୋଟିକ ମାନଙ୍କ କଥା ନେଇକି ଦେଖୁଛ, ବିଭିନ୍ନ ଡିପାର୍ଟମେଣ୍ଟର ବିଭିନ୍ନ ସିକ୍ୟୁରିଟିକୁ ନେଇ ଏଜେନ୍ସି ଭାରତରେ ଅଛନ୍ତି। କିନ୍ତୁ ପର୍ଟିକୁଲାର ବାୟୋ ସିକ୍ୟୁରିଟିକୁ ନେଇକରି ଭାରତରେ ଏପର୍ଯ୍ୟନ୍ତ ଏଜେନ୍ସି ନାହାନ୍ତି। ତ ଆମକୁ ଏଇଟା କ୍ରିଏଟ୍ କରିବାର ଅଛି। ନିଡ୍ ଏ ଡେଡିକେଟେଡ ବାୟୋ ସିକ୍ୟୁରିଟି ଏଜେନ୍ସି ଇନ୍ ଇଣ୍ଡିଆ। ଭାରତରେ ଗୋଟେ ଡେଡିକେଟେଡ ବାୟୋ ସିକ୍ୟୁରିଟି ଏଜେନ୍ସିର ଆବଶ୍ୟକତା ଅଛି। ତୁମେ ଦେଖିବ ତୁମର ନାର୍କୋଟିକ ଡିପାର୍ଟମେଣ୍ଟ ରହୁଛି, ତୁମର ରହିଲା କି ସେ ଧରଙ୍କର କୌଣସି ଡିପାର୍ଟମେଣ୍ଟକୁ ଦେଖ ଯୋଉଟା କି ପ୍ରୋବ୍ଲେମ କ୍ରିଏଟ୍ କରୁଛି ଭାରତ ଭିତରେ, ସବୁ ସବୁ ଡିପାର୍ଟମେଣ୍ଟର ଏଜେନ୍ସି ମାନେ ସବୁ ଅଛନ୍ତି। ଓକେ, ଭାରତରେ କିନ୍ତୁ ବାୟୋ ସିକ୍ୟୁରିଟିକୁ ନେଇକି ଏଜେନ୍ସି ନାହାନ୍ତି। ତ ଆମ ପାଇଁ ଦରକାର। ତାପରେ ଆସିଲା କ'ଣ, ଗୋଟିଏ ସ୍ୱାସ୍ଥ୍ୟ ସମ୍ମିଳନ, ତାପରେ ୱାନ୍ ହେଲ୍ଥ ଇଣ୍ଟିଗ୍ରେସନ। ତ ଆମେ ଏଠି ୱାନ୍ ହେଲ୍ଥ ଇଣ୍ଟିଗ୍ରେସନ ମାନେ ଆମେ ଏଠି ଦେଖିବାକୁ ପଡିବ ଆନିମଲ ହଉ, ହ୍ୟୁମାନ ବିଙ୍ଗ ହଉ, ଆଙ୍କ ଉପରେ ଆମକୁ ମାନେ ଟିକେ ହେଲ୍ଥ କେୟାର ଉପରେ ଆମକୁ ଇମ୍ପୋର୍ଟାଣ୍ଟ ଦେବାକୁ ପଡିବ। ତାପରେ ଆସିଲା କ'ଣ, ଗବେଷଣା ଏବଂ ମାନେ ବିକାଶ, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ। ଦ୍ୟାଟ୍ ଇଜ ଏ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆଜ ଦ ପଏଣ୍ଟ ଅଫ ଭ୍ୟୁ ଇଣ୍ଡିଆର ବାୟୋ ସିକ୍ୟୁରିଟି ପଏଣ୍ଟ ଅଫ ଭ୍ୟୁରେ। ଭାରତର ଯୋଉ ଇନଫ୍ରାଷ୍ଟ୍ରକ୍ଚର ଅଛି, ଇନଫ୍ରାଷ୍ଟ୍ରକ୍ଚର ଅଫ ଦ ଡେଭଲପମେଣ୍ଟ, ଇନଫ୍ରାଷ୍ଟ୍ରକ୍ଚର ଅଫ ରିସର୍ଚେସକୁ ଡେଭଲପ କରିବାର ଅଛି। ତ ଆମକୁ ପ୍ରଥମେ ଭାରତର ଇନଫ୍ରାଷ୍ଟ୍ରକ୍ଚର ରିସର୍ଚ୍ଚ ଇନଫ୍ରାଷ୍ଟ୍ରକ୍ଚର ଅଛି, ତାକୁ ଡେଭଲପ କରିବାର ଅଛି। ଏସବୁ ପଏଣ୍ଟ ଅଫ ଭ୍ୟୁରେ ଆମେ କାମ କରିବା, ଦେନ୍ ଆମେ କାହା ସହିତ ଫାଇଟ୍ କରିପାରିବା, ବାୟୋ ସିକ୍ୟୁରିଟି ସହିତ ଆମେ ଫାଇଟ୍ କରିପାରିବା। ଦେନ୍ ଆସିଲା କ'ଣ, ଆମକୁ ୟୁଜ୍ କରିବାର ଅଛି ଏଆଇ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବାର ଅଛି। ମାନେ ସେ ବର୍ଡର ସିକ୍ୟୁରିଟିକୁ ନେଇକି ହଉ ବା କିଛି ବି ନେଇକି ହଉ, ତ ଏସବୁ ଜିନିଷ ଆମକୁ କରିବାର ଅଛି। ଆଉ ଗୋଟେ ଆସିଲା ଡିପ୍ଲୋମାଟିକ ରିଲେସନସିପ। ତ ଆମକୁ ଅଦର କଣ୍ଟ୍ରି ମାନଙ୍କ ସହିତ ଡିପ୍ଲୋମାଟିକ ରିଲେସନ ମଧ୍ୟ ଷ୍ଟ୍ରଙ୍ଗ କରିବାର ଅଛି, ଯୋଉଟା କି ଆମକୁ ହେଲ୍ପ କରିବ ବାୟୋ ସିକ୍ୟୁରିଟିକୁ ଚ୍ୟାଲେଞ୍ଜ ଦେବା ପାଇଁ, ବାୟୋ ସିକ୍ୟୁରିଟିର ଟେକ୍ନୋଲୋଜିକୁ ଆମକୁ ଜାଣିବା ପାଇଁ। ତ ଏସବୁ ପଏଣ୍ଟକୁ ଆମକୁ ଧ୍ୟାନ ଦେବାକୁ ପଡିବ। ସୋ ଦ୍ୟାଟ୍ କ'ଣ ହେଇପାରିବ ନା, ଭାରତ ଷ୍ଟେପ୍ ନେଇପାରିବ ବା ଫାଇଟ୍ କରିପାରିବ କାହା ଏଗେନଷ୍ଟରେ, ବାୟୋ ସିକ୍ୟୁରିଟି ଏଜେନ୍ସିରେ। ସମସ୍ତେ ବୁଝିପାରିଲ ଯାହା ବି ଆଜି ମୁଁ ତୁମମାନଙ୍କୁ ଡିସ୍କସନ କଲି ଇଚ୍ ଆଣ୍ଡ ଏଭ୍ରି ପଏଣ୍ଟରେ। କ୍ରିଏଟ୍ ଆୱାରନେସ୍, ଇଟ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ, ଭେରି ନାଇସ୍ ପଏଣ୍ଟ। ଆମକୁ ଆୱାରନେସ୍ କ୍ରିଏଟ୍ କରିବାର ଅଛି ବାୟୋ ସିକ୍ୟୁରିଟିକୁ ନେଇକିରି। ତାହେଲେ ଏଠି କ'ଣ ଦେଖିଲେ, ଦେଖ ମୁଁ ଏଇଠି ଦେଖ ଗୋଟେ କ୍ଲାସର ପାଠ ପଢ଼ାରୁ କ'ଣ ଶିଖିବା, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଦେଖ ବର୍ତ୍ତମାନ ମୁଁ ତୁମକୁ ଚାରୋଟି ଜିନିଷ ପଢ଼େଇଲି। ପ୍ରଥମ ହେଉଛି ବାୟୋ ଟେରୋରିଜିମ, କହିଲେ କ'ଣ ବୁଝିବ, ଫାଷ୍ଟ ପଢ଼ିଲେ। ସେକେଣ୍ଡ କଥା ହେଉଛି ବାୟୋ ଟେରୋରିଜିମକୁ ପ୍ରୋଟେକ୍ଟ କରିବା ପାଇଁ ବା ବାୟୋ ସିକ୍ୟୁରିଟିକୁ ପ୍ରୋଟେକ୍ଟ କରିବା ପାଇଁ ଆମକୁ କ'ଣ ଷ୍ଟେପ୍ ନେବା ଦରକାର। ଥାର୍ଡ ପଏଣ୍ଟରେ ମୁଁ କ'ଣ ପଢ଼ିଲି, ଭାରତରେ ବାୟୋ ସିକ୍ୟୁରିଟିକୁ ନେଇକରି କ'ଣ ସବୁ ଇସ୍ୟୁ ଅଛି। ଫୋର୍ଥ ପଏଣ୍ଟରେ ମୁଁ ପଢ଼ିଲି ବାୟୋ ସିକ୍ୟୁରିଟିକୁ ଭାରତରେ ଷ୍ଟ୍ରେନ୍ଥ କରିବା ପାଇଁ ଆମେ କ'ଣ ରଖିବା ଦରକାର।
चारोटी पॉइंट को मुझे पढ़ेली देख गोटे जिन हूँ जो मुझे गोटे टपिक पढ़ाऊँ ये 6टा पेज वर्ड जब आम देखा टोटाल होल ओवर आम लक्ष्य करवा ये अच्छी 1628टा वार्ड 1628 मैंने ओडिया इंग्लीश सेपरेट कर अप्रोक्सीमेटली 800+ वार्ड हूँ पर पार्ट रे 800 वार्ड रु आमको 250 वार्ड लिखार अच्छे जोटा कि मे भी गोटे लंग क्वेश्चन आसपे तो प्रत्येक टपिक गोटे माइंड मैप तैयार अच्छी ए टपिक पीडीएफ मुझे तुमको देली क्लास देली तुम काम होची ए समस्त टपिक गोटे पेज रे टोटाल माइंड मैप बनवा इच एंड एव्री पॉइंट गोटे पेज रहा दरकार नोट रहा नोट रो गोटे माइंड मैप रही माइंड मैप बर्तमान करने को कष्ट लगे किंतु एग्जाम तुम थी 2 मास मासे तुमको बहुत हेल्पफुल करिवो खाली जस्ट माइंड मैप को रीडिंग करिवो जे एई पॉइंट मते लिखिबार अछि एडिशनल पॉइंट सेतेबेले होल नोट को तुम पढ़ी जाई परिबो केबे भी होबनी किंतु एबेठु ए जिनिस करिया चेष्टा करो दुईटी नोट बनेबो गोटे अछि फुल नोट गोटे अछि तुम मानकर होछि किसे ना ये माइंड मैप नोट देखो आ गोटे मिनिट मु तुम टाइम नेबी तापर क्लास को एंड अप करिवि खाली गोटे मिनिट मोर टाइम दियो देखो ये जो क्लास मु करूछे कोठो अपलोड करिवि जो माने आदित्य एकेडमी रो ओएस बैच जॉइन करछो से 3000 बैच हो 2000 बैच हो माने 4000 বা 3000 बैच हो सब बैच रो कंटेंट को जीवो लेखाइ तो मेन मेन 2026 मेन 2026 रो तुमर जीएस3 जीएस4 सेपरेट अछि जीएस3 को ओपन करिवो जीएस3 रे गोटे फाइल मु क्रिएट करिवि करेंट न्यूज जेटा कि तयारी हेनी वर्तमान मु तयारी करी अपलोड करिवि करेंट न्यूज ताते करेंट न्यूज रे मु चेष्टा करिवि तुमरकर डिसेंबर 2025 रु अप टू तुम एग्जाम नवेम्बर रो ता तो अक्टोबर पर्यंत जति भी न्यूज आसीबो जीएस3 को नै करी आ भीतर तुमको रखिबे जदि प्रत्येक माने एटी डिसेंबर जनवरी फेब्रुआरी मार्च अप्रैल मे जून जुलाई अगस्त सेप्टेम्बर अक्टोबर माने 10-11 मास होची जदि प्रत्येक मास रे तुमर तीनोटी लेखा न्यूज तुम पाउचो एट तुम 30टा न्यूज पाइगले केवल जीएस3 रो तीनटा तो कभी भी हबनी अधिक रहिबो मैक्सिमम 5टा रु 6टा न्यूज रहिबो एट तो 50-60 क्वेश्चन पर टॉपिक वाइज पाइगला ता तो एग्जामर क्वेश्चन कोड आसीबो आर भीतर आसीबो एग्जामर क्वेश्चन आसीबो कोटू आर भीतर तुम काली देखैथिली एग्जांपल प्रूफ करिकरी जे ए वर्ष जतेक सब क्वेश्चन आसीछि विगत 5-6 मासर 2 मास मासकर करेंट अफेयर टॉपिक आसीछि हमको एई वे रे जियो प्रो हमें स्टैटिक को भी पढ़िबा स्टैटिक सहित हमें करेंट को भी इंपोर्टेंस देबा देखो सिक्योरिटी एंड डिजास्टर मैनेजमेंट ए सब टॉपिक हमर पढ़ा हेतला कारण स्टैटिक रे नाही किंतु एटा करेंट रे न्यूज आसेला तो करेंट होची हम इंपोर्टेंट ता सहित हमको जियो पड़िबो मोर कहबार कथा समस्त बुझी पाइलो हां कि ना देखो एबे खाली आ गोटे पॉइंट डिस्कशन करिवि कारण बहुत सारे पिलांकर कॉल थाए जे सर टिके मैनेज करे को प्रॉब्लम होची प्री और मेन देखो वेरी ऑनेस्टली एटा प्रॉब्लम भी तुम मानको होथियो कारण एटा मु भी फील करछि तुमे सेति बेला को मैनेज करि परिबो जेते बळे तुम को डिवाइड करिवो सपोज लाइफ रे जो प्रॉब्लम आसे हम प्रॉब्लम को सॉर्ट आउट केते बळे करू सपोज मते 10,000 टंका आज दरकार मु तुमको एग्जांपल देली 10,000 टंका मते आज दरकार ମୁଁ କିନ୍ତୁ ଯାହାକୁ କଲ୍ କରୁଛି ସମସ୍ତେ ମନା କରୁଛନ୍ତି ତେଣୁ ମୁଁ କଣ କରିବି ମୁଁ 5 ଜଣ ସାଙ୍ଗକୁ 2,000 ଲେଖା ମାଗିଲି ସମସ୍ତେ କିନ୍ତୁ 2,000 ଦେବା ପାଇଁ ରେଡି ଅଛନ୍ତି କିନ୍ତୁ କିଏ 10,000 ଦେବେନି ମୋ ପ୍ରୋବ୍ଲେମ କିନ୍ତୁ ସର୍ଟ ଆଉଟ୍ ହେଲା ଠିକ ସେଇଭଳି ଆମକୁ ଆମ ପ୍ରୋବ୍ଲେମକୁ ମଧ୍ୟ ବ୍ରେକ୍ କରିବାର ଅଛି ମୋତେ କେତେ ସମୟ ଫ୍ରି ରହୁଛି ମୁଁ ଜଣେ ହାଉସ ୱାଇଫ ମୁଁ ଜଣେ ଟିଚର ମୁଁ ଜଣେ ଏମ୍ପ୍ଲୟି ମୁଁ ଜଣେ ପ୍ରାଇଭେଟ ସେକ୍ଟର ଚାକିରି କରିଛି ମୁଁ ଜଣେ ଗଭର୍ଣ୍ଣମେଣ୍ଟ ସେକ୍ଟର ଚାକିରି କରିଛି ମୁଁ ଲାଇବ୍ରେରୀ ଯାଉଛି ମୋ କତିରେ ସମୟ କେତେ ଅଛି ମୋ କତିରେ 5 ଘଣ୍ଟା ସମୟ ଅଛି ଡିଭାଇଡ କରିଦେବା फिक्स समय 3 घंटा प्रिलिम को देवी 2 घंटा मेन को देवी 2 घंटा पर समय केते देवी मन भीतर क्वेश्चन आसो को टाइम देवी देखो टाइम इज नॉट फिक्स फॉर एवरी स्टूडेंट किए भी मु हो तुम्हें हो जीव मनसी हो कहा टाइम फिक्स न था किंतु गोटे होल 24 घंटा रे 5 घंटा फिक्स था बर्तमान घंटा ही पढ़ली देखले गोटे कौन काम पड़ेगा फिर गोटे घंटा ही पाइबे फिर घंटा पढ़देली तो यही प्रिपेयर करा जाए मत दिन को 4 घंटा कि 5 घंटा पढ़ियार अच्छे यही पढ़ियार अच्छे आ गोटे ऑनेस्टली गोटे वर्ड कहबी जो पिला दिन को 4 ରୁ 5 घंटा प्रिपेयर करिवो कन्स्टेंटली अप टू एग्जाम पर्यंत से रैंक रे आसीबो लेखिक रख तो आमे कि सेटा करि ही पारन हमको लागे जे हां एटा हे नथिबो କିନ୍ତୁ ऑनेस्टली सत्य पूरा क्लियर नो झिलिमिली पूरा क्लियर कट अच्छा एई भली टॉपिक देले तुम क्लियर हो जिवो किंतु हाँ मुझे गोटे कथा कहूँ तुम्हें किंतु आपको लेखिया पे ट्राई करिवो मु जीएस 1 2 3 4 मो टार्गेट डिसेंबर मु भाबथि जनवरी नेबी ना जनवरी रु डिसेंबर नेबी ओके
थैंक यू क्लास को ऑफ कर जेहेतु आज गोटे क्लास एथि रखिली जेहेतु किछि पिला लेखि नथिलो सेति ओके तो क्लास को ऑफ कर